ତ୍ରିମ୍ 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 ଏହି ଯେଉଁ ତିନୋଟି ଶବ୍ଦ ଶୁଣିଲେ ଏହି ତିନୋଟି ଶବ୍ଦକୁ ମାତ୍ର 3 ଥର ପଢ଼ିକି ପରିସ୍ରା କରିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସୁନ୍ଦରୀରୁ ସୁନ୍ଦରୀ ଝିଅ ତୁମ ପ୍ରେମରେ ଦିବାନୀ ହୋଇଯିବ। ପଡ଼ିଶା ଘର ଭାଉଜ ହାତ ଧରିକି ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। ହଁ ଫ୍ରେଣ୍ଡସ୍, ଆପଣ ସମସ୍ତଙ୍କର ଇଚ୍ଛା ଥିବ କେଉଁ ନା କେଉଁ କୁଆଁରୀ ଝିଅ ବା ବିବାହିତା ନାରୀକୁ ପଟେଇବା ପାଇଁ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବା ପାଇଁ। କିନ୍ତୁ ଇଏ ଏତେ ସହଜ ନୁହେଁ। ଏଥିପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ମୁଁ ଆଜି ଆପଣଙ୍କ ପାଇଁ ଦୁନିଆର ସବୁଠାରୁ ଶକ୍ତିଶାଳୀ ବଶୀକରଣ ନେଇ ଆସିଛି, ଯାହାକୁ ଆପଣ କରିଦେଲେ ନିଜ ପସନ୍ଦର ସୁନ୍ଦରୀ ଝିଅକୁ ମୁହୂର୍ତ୍ତକ ଭିତରେ ପଟେଇ ପାରିବେ। ସୁନ୍ଦରୀ ବିବାହିତା ନାରୀଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ମନ୍ତ୍ରତନ୍ତ୍ର କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। କେବଳ ତ୍ରିମ୍ 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 ଏହି ତିନୋଟି ଶବ୍ଦକୁ 3 ଥର ପଢ଼ିକି ପରିସ୍ରା କରିବାର ଅଛି। ତାପରେ ଦେଖିବେ ଚମତ୍କାର। ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ବା ନାରୀ ପାଇଁ ଆପଣ ଏହି ବଶୀକରଣ କରିବେ, ସିଏ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଯେଉଁ ଝିଅ ପଟୁନଥିଲା, ଆପଣଙ୍କୁ ଭାව ଦେଉନଥିଲା, ସିଏ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ବିବାହିତା ନାରୀ ବା ପଡ଼ିଶା ଘର ଭାଉଜକୁ ଆପଣ ରାତିଦିନ ଭାବୁଛନ୍ତି, ତା'ର ସୁନ୍ଦରତାକୁ ଦେଖି ତା ଆଡ଼କୁ ଆକର୍ଷିତ ହେଉଛନ୍ତି, ସେ ନାରୀ ନିଜେ ଫୋନ୍ କରିକି ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଆପଣ କିପରି ଘରେ ବସି ବସି ନିଜ ପସନ୍ଦର ସେ ଝିଅକୁ ପଟେଇ ପାରିବେ। ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ପଟେଇ ପାରିବେ, ତାଠାରୁ ମନ ମୁତାବକ କାମ ହାସଲ କରିପାରିବେ। କିନ୍ତୁ ମୋର ଗୋଟିଏ ଛୋଟିଆ କଥା ମନେ ରଖନ୍ତୁ, ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକି ନା ଏହି ବଶୀକରଣ ହେଉଛି ଦୁନିଆର ସବୁଠାରୁ ପ୍ରଚଣ୍ଡ ମହାଶକ୍ତିଶାଳୀ ବଶୀକରଣ। ଏହାର କୌଣସି ପ୍ରକାର କାଟ ନାହିଁ। ତେଣୁ ଏହାକୁ ଆପଣ ଭାବିଚିନ୍ତିକି ପ୍ରୟୋଗ କରିବେ। ମାତ୍ର ଥରେ, ହଁ ଫ୍ରେଣ୍ଡସ୍, ମାତ୍ର ଥରେ ଯେଉଁ ଝିଅ ବା ନାରୀ ଉପରେ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କର ଗୁଲାମୀ କରିବ, ଆପଣଙ୍କର ଇସାରାରେ ନାଚିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। କେବଳ ଆପଣଙ୍କୁ ତ୍ରିମ୍ 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 ଏହି ତିନୋଟି ଶବ୍ଦକୁ 3 ଥର ପଢ଼ିକି ପରିସ୍ରା କରିବାର ଅଛି। ତାପରେ ଦେଖିବେ କିପରି ସେ ଝିଅ ଆପଣଙ୍କ ପ୍ରେମରେ ଦିବାନୀ ହୋଇଯିବ। ଏହି ବଶୀକରଣ ସାହାଯ୍ୟରେ ଆପଣ ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିବେ। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। କିମ୍ବା ଯଦି ଆପଣ କେଉଁ ଝିଅକୁ ବହୁତ ଦିନ ହେଲା ଭଲ ପାଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ଆପଣଙ୍କର ସବୁ ଇଚ୍ଛା ପୂରଣ କରୁ, ତେବେ ମୋ କଥା ମାନି ତ୍ରିମ୍ 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 ଏହି ତିନୋଟି ଶବ୍ଦକୁ 3 ଥର ପଢ଼ିକି ପରିସ୍ରା କରିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହୋଇଯିବ କି ଆପଣଙ୍କୁ ଛାଡ଼ି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖନ୍ତୁ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ ଆପଣ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ମୁଁ ଆପଣଙ୍କୁ ସବୁବେଳେ କହୁଛି, ମନ୍ତ୍ର, ତନ୍ତ୍ର, ଯନ୍ତ୍ର, ବଶୀକରଣ ଇଏ ଏମିତି ସେମିତି କାମ କରେନି। ମନରେ ସମ୍ପୂର୍ଣ୍ଣ ବିଶ୍ୱାସ, ନିଷ୍ଠା ଆଉ ଏକାଗ୍ରତାର ସହିତ ଆପଣଙ୍କୁ ଏହି ବଶୀକରଣ କରିବାକୁ ପଡ଼ିବ।
तेबे जाई मु आपनकु ग्यारंटी देउची आपण निज पसंदर सुंदरीरु सुंदरी झील को पटई पारिबे, पड़िशा घर सुंदरी भाउज को पटई पारिबे, ताठारु निजर मन मुताबक काम हासिल करि पारिबे। तेणु जदि आपण एही वशीकरण करबाकू चाहुचंती, से झील को पटईबाकू चाहुचंती, विवाहिता नारी को पटईबाकू चाहुचंती, ताठारु मन मुताबक काम हासिल करबाकू चाहुचंती, तेणु मोर आपण मानकु अनुरोध कि आपण भिडियोटी को मूलरू शेष पर्यंत पूरा ध्यान सहित देखंतु। विधिटी जानिबा पूर्वरु जदि आपण आम चैनल को प्रथम थर आसीचंती, तेबे दयाकरी चैनल को सब्सक्राइब करी पाखरे थिबा बेल आइकन को मध्य दबाई दियंतु, जहा द्वारा आमे जेउ भी वीडियो अपलोड करिबु सर्वप्रथमे आपण देखि परिबे आउ तार लाभ पाई परिबे। तेबे चलंतु जानिबा एही वशीकरण आपण किपरि करिबे। मने रखंतु एही वशीकरण विधि को आपण केवल शनिवार दिन करि परिबे। सूर्यास्त परे आपण एही वशीकरण करिबे। विधिटी करिबा पूर्वरु भल भाबरे हाथ गोड़ धोईकी सफा वस्त्र पिंधिकी आपण एही वशीकरण आरंभ करिबे। प्रथमे आपण कोन करिबे, खंटे साधा कागज आनिबे आउ कला रंगर कलम आनिबे। कागजरे प्रथमे आपण सेई झियो बा महिलार नाम लिखिबे जहाको आपण निज बसरे करबाको चाहुचंती। झियो बा महिलार नाम लिखि सारिबा परे ता तळे आपण तीनोटी शब्द लिखिबे, त्रीम त्रीम त्रीम, एही तीनोटी शब्द को लिखिबे। तापरे से कागज को नेइकी घर बाहरे कोनोसी एक सुनसान जगह को जिबे, जेउठारे आपण को केही देखिबेनी किंबा डाकिबेनी। तापरे कोन करिबे, से कागज को तळे माटी उपरे रखिबे आउ आखि बंद करिकी सेई झियो बा नारी को मने मने भाबिबे, तार मुह को निज मनरे भाबिबे। तापरे त्रीम 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 एहीपरि एही तीनोटी शब्द को 3 थर पढ़िबे। पढ़िबा समय रे आपण से कागज उपरे परिस्रा करिदेबे। मने रखंतु जेमिति आपण कागज उपरे परिस्रा करिबे, सेपटे से झियो बा नारी उपरे प्रभाव पड़िबा आरंभ होइजिबो। सी खाली आपणक आड़को आकर्षित हेबाकू लागिबो। मने रखंतु कागज उपरे परिस्रा करि सारिबा परे चुपचाप घर को फेरी आसिबे, पछकू बुलिकी चाहिबेनी। धन्यवाद।